ସେଥିପାଇଁ ମୁଁ ଆପଣଙ୍କ ଠାରୁ ଏ ପୁରସ୍କାର ଗ୍ରହଣ କରିବାକୁ ଅଯୋଗ୍ୟ ଅକ୍ଷମ ପ୍ରକାଶ କରୁଛି। ଅହମ ଅତୀବ ଲଜ୍ଜିତ। ଦେଖ, ଗୋପାଳ ଅନୁତାପ କରିଛି ଯେ ନା, ଗୁରୁଙ୍କ ସହିତ ଏଭଳି ଛଳ କରାଯାଇପାରେ ନା। ଗୁରୁଙ୍କ ଠାରୁ ମିଛ ପ୍ରଶଂସା ଗ୍ରହଣ କରିବା ଛାତ୍ରର କର୍ତ୍ତବ୍ୟ ନୁହେଁ। ତେଣୁ ସେ ନିଜର କର୍ତ୍ତବ୍ୟକୁ ବୁଝିପାରିଛି। ନିଜେ କରିଥିବା ସେଇ ଭୁଲକୁ ସେ ଅନୁତାପ କରିଛି। ଆଉ ଗୁରୁଙ୍କୁ କହିଛି କ'ଣ, ମୁଁ ମୋ ସାଙ୍ଗମାନଙ୍କର ସାହାଯ୍ୟ ନେଇ କିଛି ପ୍ରଶ୍ନର ଉତ୍ତର ଗୁରୁଦେବ ମୋ ଖାତାରେ ମୁଁ ଲେଖିଛି। ତେଣୁ ସମ୍ପୂର୍ଣ୍ଣ ପ୍ରଶ୍ନର ଉତ୍ତର ମୁଁ ଲେଖି ନାହିଁ, ମୋତେ ଆସୁନଥିଲା। କିଛି ଆସୁଥିଲା, ଆଉ କିଛି ମୁଁ ଦେଖିକିରି ଲେଖିଛି। ଅହମ ଅତୀବ ଲଜ୍ଜିତ। ମୁଁ ଅତ୍ୟନ୍ତ ଲଜ୍ଜିତ ଗୁରୁଦେବ, ମୋର ଏଭଳି କରିବାର ନଥିଲା। ଏଟା ଠିକ୍ ନୁହେଁ। ଅହମ ଦଣ୍ଡନୀୟ। ଆପଣ କହୁଛନ୍ତି ମୁଁ ପୁରସ୍କାର ପାଇବାକୁ ଯୋଗ୍ୟ, କିନ୍ତୁ ମୋ ମନ କହୁଛି, ମୋ ହୃଦୟ କହୁଛି, ଯେହେତୁ ମୁଁ ଏଭଳି ଭୁଲ କାର୍ଯ୍ୟ କରିଛି, ମୁଁ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ, ପରନ୍ତୁ ମୁଁ ଆପଣଙ୍କ ଠାରୁ ଦଣ୍ଡ ପାଇବାକୁ ଯୋଗ୍ୟ। ମୋତେ ଦଣ୍ଡ ଦିଅନ୍ତୁ ଗୁରୁଦେବ। ଇତି କଥୟନ୍ ବୋଲି ଏହା କହି ସହ ଉଚ୍ଚୈଃ କ୍ରନ୍ଦିତବାନ୍, ସେ ଅତି ଉଚ୍ଚ ସୁରରେ କାନ୍ଦିବାକୁ ଲାଗିଲା। ଅନୁତାପରେ ନିଜର ଭୁଲକୁ ବୁଝିପାରି ସେ ଜୋରରେ କାନ୍ଦିବାକୁ ଲାଗିଲା। ଆଚ୍ଛା କହିଲ ପିଲେ, ତୁମ ଶ୍ରେଣୀରେ ଯଦି କୌଣସି ତୁମର ସହପାଠୀ ବା ସହପାଠିନୀ ନିଜର ଭୁଲକୁ ଅନୁତାପ କରି କାନ୍ଦିବାକୁ ଲାଗେ, ତାହେଲେ ତୁମମାନଙ୍କ ମନ ମଧ୍ୟ ଦୁଃଖ ହେବ କି ନାହିଁ? ଗୁରୁଙ୍କର ମନ ଦୁଃଖ ହେବ କି ନାହିଁ? ଠିକ୍ ସେୟା ହୋଇଥିଲା। ତସ୍ୟ କ୍ରନ୍ଦନଂ ଶ୍ରୁତ୍ୱା, ତାହାର କାନ୍ଦ ଶୁଣି, କାହାର? ସେହି ଅନୁତପ୍ତ ଗୋପାଳର କାନ୍ଦକୁ ଶୁଣି ଛାତ୍ରାଃ, ଛାତ୍ରମାନେ ଅପି ମଧ୍ୟ କ୍ରନ୍ଦିତବନ୍ତଃ, ଛାତ୍ରମାନେ ମଧ୍ୟ କାନ୍ଦିଥିଲେ ବା କାନ୍ଦିବାକୁ ଲାଗିଥିଲେ। ତ ଗୋପାଳର ଏଭଳି ସାଧୁତାକୁ ଦେଖି ଏତାଦୃଶେନ ସତ୍ୟବଚନେନ ଶିକ୍ଷକଃ ସନ୍ତୁଷ୍ଟଃ, ଏଭଳି ସତ୍ୟ କଥାରେ, ଗୋପାଳର ଏଭଳି ସତ୍ୟବାଦିତାରେ ଶିକ୍ଷକ ସନ୍ତୁଷ୍ଟ ହୋଇଥିଲେ, ଖୁସି ହୋଇଥିଲେ। ସହ ଗୋପାଳ ଆଲିଙ୍ଗ୍ୟ, ସେ ଗୋପାଳକୁ କ'ଣ କରିଥିଲେ? ସ୍ନେହରେ କୁଣ୍ଢାଇ ପକାଇଥିଲେ। ଆଉ କହିଥିଲେ, ସାଧୁ ଗୋପାଳ, ସାଧୁ, ଅତି ସାଧୁ, ଅତି ଉତ୍ତମ। ତୁମ ସତରେ ତୁମେ ସତ୍ୟ ପ୍ରତିଜ୍ଞ, ସତ୍ୟବାଦୀ। ବହୁତ ଖୁସି ଲାଗିଲା ତୁମର ଏହି ସତ୍ୟବାଦିତା ଦେଖି। ଧନ୍ୟ ତୁମେ ଗୋପାଳ, ତୁମର ଏହି ଗୁଣ। ସତରେ ବହୁତ କମ୍ ପିଲା ଥାନ୍ତି ଯିଏକି ସତ କହିବାର ସତ୍ସାହସ ରଖିଥାନ୍ତି। କାରଣ ଆମେ ଜାଣିଛେ ସତ୍ୟ ସମଂ ତପଂ ନାସ୍ତି, ସତ୍ୟ ଭଳି ତପସ୍ୟା ନାହିଁ। ସତ୍ପଥରେ ରହିବା, ସବୁବେଳେ ସତ୍ୟ କଥା କହିବା ଏତେ ସହଜକର ହୋଇନଥାଏ। ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ଆମକୁ ପଡ଼ିଥାଏ। କିନ୍ତୁ ଗୋପାଳ ନିର୍ଦ୍ୱନ୍ଦ୍ୱରେ, ନିର୍ଭୟରେ ନିଜର ଭୁଲକୁ ସ୍ୱୀକାର କରିଥିଲା ଆଉ ସତ୍ୟକୁ ପ୍ରକାଶ କରିଥିଲା।